এই ରତ୍ନଭଣ୍ଡାର ଖୋଲିବା ପର୍ଯ୍ୟନ୍ତ ସମସ୍ତ ସଦସ୍ୟ ଆମିଷ ଖାଦ୍ୟ ଖାଇବେ ନାହିଁ ଏବଂ ଏଇଟା ମଧ୍ୟ ବହୁତ ଖୁସିର ସହ ସମସ୍ତେ ଆକୁ ଆକ୍ସେପ୍ଟ କଲେ ଏବଂ ଗୋଟେ ସାତ୍ତ୍ୱିକ ମନୋଭାବ ନେଇ ଏଇ ଯେଉଁ ଏତେ ବର୍ଷର ଯେଉଁ ଅପେକ୍ଷା 46 ବର୍ଷ ପରେ ଏଇ ରତ୍ନଭଣ୍ଡାର ଖୋଲିବ ତାକୁ ନେଇ ସମସ୍ତଙ୍କର ଇଚ୍ଛା ଯେ ଏଇ କାମ ସୁଚାରୁ ରୂପେ କିଭଳି ଭାବରେ ସମ୍ପୂର୍ଣ୍ଣ ହେବ ଏବଂ ରତ୍ନଭଣ୍ଡାର ଭଗବାନଙ୍କ କୃପାରୁ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ସରକାରଙ୍କ ଅନୁମୋଦନ ପାଇଲା ପରେ ସେଇଟା ଖୋଲାଯିବ ଏବଂ ସେଥିରେ ସମସ୍ତେ ଜାଣିଛନ୍ତି ଏ ସବୁ ମହାପ୍ରଭୁଙ୍କ ଇଚ୍ଛା ଲୀଳା ତାଙ୍କରି କିନ୍ତୁ ଆମେ କମିଟି ସଦସ୍ୟ ହିସାବରେ ଚେଷ୍ଟା କରିବା ଯେ ଯେଉଁ କାର୍ଯ୍ୟ ଦିଆଯାଇଛି ତାକୁ କିପରି ସୁଚାରୁ ରୂପେ ସମ୍ପୂର୍ଣ୍ଣ କରାଯାଇପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ଏବଂ ସମସ୍ତେ ଜାଣିଛନ୍ତି ଏଇଟା ଗୋଟେ 16 ଜଣିଆ କମିଟି 4 ଜଣ ଇନଭାଇଟ୍ ମଧ୍ୟ ଅଛନ୍ତି ସମସ୍ତଙ୍କର ଏକ୍ସପର୍ଟାଇଜ୍ ନେଇ ଯେଉଁ ଜିନିଷକୁ ପ୍ରାଧାନ୍ୟ ଦେବା କଥା ଯେଉଁ ଜିନିଷକୁ ଫୋକସ୍ କରାଯିବା ଦରକାର ସେଗୁଡ଼ିକ ଆଖି ଆଗରେ ରଖି ଆମେ ଏହି କାମକୁ ଆଗକୁ ନେବୁ।